ନିଶ୍ଚିତ ଭାବରେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ଯେଉଁଭଳି ଭାବରେ ନିଃଶୁଳ୍କ ହୋଇପାରିବ ଏବଂ ଆର୍ଥିକ ଅନଗ୍ରସର ଥିବା ପରିବାର ବର୍ଗକୁ ଏଥିରେ ପ୍ରାଥମିକତା ମିଳିବ ବୋଲି ଘୋଷଣା କରିଛନ୍ତି। ଏ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛି। ଗୋଟେ ରାଷ୍ଟ୍ର ବା ଗୋଟେ ରାଜ୍ୟ ଯଦି ବିକାଶ ଶୀର୍ଷକୁ ଯିବ ତାହେଲେ ବିଶେଷଜ୍ଞ ମାନେ ମତ ଦିଅନ୍ତି ଯେ 2ଟି ବର୍ଗ ନିଃଶୁଳ୍କ ହେବା ଦରକାର। ଗୋଟେ ହେଉଛି ସ୍ୱାସ୍ଥ୍ୟ ଆଉ ଗୋଟେ ହେଉଛି ଶିକ୍ଷା। ଆମର ଶିକ୍ଷା ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଉଚ୍ଚଶିକ୍ଷାକୁ ଆସିବା ପର୍ଯ୍ୟନ୍ତ ପାଖାପାଖି ନିଃଶୁଳ୍କ ଥିଲା। ସରକାରୀ କଲେଜ ଗୁଡ଼ିକର କଥା କୁହନ୍ତୁ ବା ନୋମିନାଲ ଫି ରହୁଥିଲା। ଆଜିର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ପିଜି ପର୍ଯ୍ୟନ୍ତ ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ଶିକ୍ଷାକୁ ଫ୍ରି କରିବା ଛାଡ଼ ଯେଉଁ ଶୁଳ୍କ ଅଛି ତାକୁ ଛାଡ଼ କରିବାର ଘୋଷଣା କରିଛନ୍ତି। ସିଧାସଳଖ ଡ୍ରପ୍ ଆଉଟ୍ ହାର କମିବା ସହିତ ଜିଆର୍ ବଢ଼ିବ ଏବଂ ଓଡ଼ିଶାର ଯେଉଁ ଦୀର୍ଘ ଦିନ ଧରିକି ଶିକ୍ଷା ବ୍ୟବସ୍ଥାରେ ଗୋଟେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ଥିଲା ତାହା ସମ୍ଭବ ହୋଇପାରିବ ବୋଲି